ବିଲଟି ବାହାରି ତା ପାଖରେ ଦେଇ ଚାଲିଗଲା। ବିଲକୁ ଦେଖି ବେଙ୍ଗ ତା ଆଗରେ ଆଉ ଟିକେ ଡେଇଁଲା। ବିଲୁଆ ବେଙ୍ଗକୁ ଦେଖି ହସି କହିଲା, ଡେଇଁ ଡେଇଁ ମତେ ଟପିଯିବୁ କି? ହେଲା, ବିଲୁଆ କଣ କହୁଛି? ଡେଇଁ ଡେଇଁ ମତେ ଟପିଯିବୁ କି? ଜାଣିଛୁ ମୁଁ କେତେ ଜୋରରେ ଦୌଡେ? ବିଲୁଆ କହିଲା କି ଜାଣିଛୁ ମୁଁ କେତେ ଜୋରରେ ଦୌଡେ? ବେଙ୍ଗ କହିଲା ତୁମେ ବେଙ୍ଗ କଥା ଶୁଣି ବିଲୁଆକୁ ଖରାପ ଲାଗିଲା। ବେଙ୍ଗ କଣ କହିଲା, ତୁମେ ଜୋରରେ ଦୌଡିଲେ ମୁଁ ଜୋରରେ ଡିଏଁ। ସେ କହିଲା ହଉ ଏବେ ପରୀକ୍ଷା ହୋଇଯାଉ, ଚାଲ ଆଗରେ ଯୋଉ ବରଗଛ ଅଛି ସେ ପର୍ଯ୍ୟନ୍ତ ଦୌଡ଼ିବା, କିଏ ଆଗ ପହଞ୍ଚିବ ଦେଖିବା। ବିଲୁଆ କଥା ଶୁଣି ବେଙ୍ଗ ରାଜି ହେଇଗଲା। କଣ ହେଲା? ବେଙ୍ଗ ରାଜି ହେଇଗଲା। ଦୁହେଁ ପାଖାପାଖି ଠିଆ ହେଲେ। ବେଙ୍ଗ କହିଲା 1 2 3। ଏମିତି ଗଣି ଦୌଡ଼ିବା ସମୟରେ ବେଙ୍ଗ ଖପ୍ କରି ବିଲୁଆର ପିଠି ଉପରେ ବସି ପଡ଼ିଲା। ହେଲା, ବିଲୁଆ ଦୌଡ଼ି ପାଖାପାଖି ଯେତେ ପହଞ୍ଚେଇଛି ବେଙ୍ଗ କଣ କରିଛି, ବିଲୁଆ ଗୋଟେ ଗଛ ପାଖରେ ପହଞ୍ଚିଗଲା। ବିଲୁଆ ଦେଖି ଛାନିଆ, କହିଲା ତୁ କେମିତି ପହଞ୍ଚିଲୁ? ନା ମୁଁ ତ ପିଠି ଉପରେ ପହଞ୍ଚିଲି। ଦୌଡ଼ିଲେ ମୁଁ ଜାଣିଲେ ତ। ହେଲା, ବିଲୁଆକୁ ସିନା ସମସ୍ତେ ବୁଦ୍ଧିଆ କହନ୍ତି, ହେଲେ ବେଙ୍ଗ ତାକୁ ବଳିଗଲା। ବୁଦ୍ଧି ଯାହାର ବଳ ତାହାର। ହେଲା, କାହାର ବୁଦ୍ଧି ବଳ? ବେଙ୍ଗର।